ଆପଣ ଯାହାକୁ ପ୍ରେମ କରୁଛନ୍ତି ସେ ଆପଣଙ୍କୁ କ'ଣ ଇଗ୍ନୋର କରୁଛି କି? କେତେ ଚେଷ୍ଟା କଲେ ମଧ୍ୟ ସେ ଆପଣଙ୍କ ପାଖକୁ ଆସୁ ହିଁ ନାହିଁ। ତାହେଲେ ଆଜିର ଭିଡ଼ିଓ ଖାସ୍ ଆପଣଙ୍କ ପାଇଁ, କାରଣ ଆପଣମାନଙ୍କୁ ଆଜି ଆପଣମାନଙ୍କୁ ସେସବୁ କଥା କହିବି ଯାହା ଆପଣଙ୍କୁ ବୋଧେ କେହି କହି ହିଁ ନଥିବେ। ନିଜ ପ୍ରେମକୁ ପାଇବା ମାନେ କେବଳ ଇମ୍ପ୍ରେସ୍ କରିବା କଥା ନୁହଁ, ଏହା ହେଉଛି ମନ, ବିହେଭିଅର ଏବଂ ସେଲ୍ଫ ଭ୍ୟାଲ୍ୟୁର ଖେଳ ଅଟେ। ଆଜି ଆପଣମାନଙ୍କୁ ମୁଁ 5ଟି ସତ୍ୟ କଥା କହିବି ଯାହା ଆପଣଙ୍କୁ ଫଲୋ କରିବାର ଅଛି, ଯାହାଦ୍ୱାରା ଆପଣଙ୍କର ଚାନ୍ସ ଅଧିକ ବଢ଼ିଯିବ। ପ୍ରଥମ ହେଉଛି କି ନିଜକୁ ବଦଳାନ୍ତୁ ବା ନିଜକୁ ଚେଞ୍ଜ କରନ୍ତୁ। ଆପଣ କୌଣସି ଝିଅ ପଛରେ ଦୌଡ଼ାନ୍ତୁ ନାହିଁ। ଅଧିକାଂଶ ଲୋକ ଭୁଲ କରନ୍ତି ଯେ ସେମାନେ ନିଜ ପ୍ରେମକୁ ଚେଞ୍ଜ କରନ୍ତି ବା ସେମାନେ ନିଜ ପ୍ରେମରେ ଗୋଡ଼େଇଥାନ୍ତି, କିନ୍ତୁ ସତ୍ୟ କଥା ଏହା ଯେ ଲୋକେ ସେମାନଙ୍କୁ ଭ୍ୟାଲ୍ୟୁ କରନ୍ତି ଯେଉଁମାନେ ନିଜକୁ ଭ୍ୟାଲ୍ୟୁ କରନ୍ତି। ମାନେ ଆପଣ ଯଦି ନିଜକୁ ଭ୍ୟାଲ୍ୟୁ କରିବେ ତ ଲୋକମାନେ ମଧ୍ୟ ଆପଣଙ୍କୁ ଭ୍ୟାଲ୍ୟୁ ଦେବେ। ତେଣୁ କରିକି ଆପଣ ଯଦି ନିଜ ପ୍ରେମକୁ ପାଇବା ପାଇଁ ଚାହୁଁଛନ୍ତି, ପ୍ରଥମେ ଆପଣ ନିଜର ଲାଇଫକୁ ଇମ୍ପ୍ରୁଭ୍ କରନ୍ତୁ, କନଫିଡେନ୍ସ ଆପଣଙ୍କର ବଢ଼ାନ୍ତୁ, ଡ୍ରେସିଂ ଷ୍ଟାଇଲକୁ ଭଲ କରନ୍ତୁ, କଥାବାର୍ତ୍ତାକୁ ମଧ୍ୟ ଭଲ କରନ୍ତୁ। ତାପରେ ଦେଖିବେ କି ଆପଣ ନିଜର କ୍ୟାରିୟରକୁ ମଧ୍ୟ ଭଲ କରନ୍ତୁ। ତାପରେ ଦେଖିବେ କି ସମସ୍ତେ ଆପଣଙ୍କୁ ନୋଟିସ୍ କରିବେ। କୌଣସି ବ୍ୟକ୍ତି ବି ଆପଣଙ୍କୁ ସେତେବେଳେ ଇଗ୍ନୋର କରିବ ନାହିଁ, ସମସ୍ତେ ଆପଣଙ୍କୁ ସେତେବେଳେ ନୋଟିସ୍ କରିବେ, କଥା ହେବେ। ଏଇଟା ହେଉଛି ଆପଣଙ୍କର ପ୍ରଥମ ଜିନିଷ ଯେଉଁଟା ଆପଣଙ୍କୁ ଧ୍ୟାନ ଦେବାର ଅଛି। ଦ୍ୱିତୀୟ ହେଉଛି ଓଭର ଆଟେନସନ୍ ଦିଅ ନାହିଁ। ଦେଖନ୍ତୁ କି ଦିନରେ 24 ଘଣ୍ଟା ମେସେଜ୍ କରିବା ଲଭ୍ ନୁହେଁ, ଏହାକୁ ଡେସ୍ପେରେସନ୍ ବା ବିଚଳିତ କୁହାଯାଏ। ସତ୍ୟ କଥା ହେଲା ଯାହା ସହଜରେ ମିଳେ ତାର ଭ୍ୟାଲ୍ୟୁ କମ୍ ହୋଇଯାଏ। ତେଣୁ କରିକି ଆପଣ ଯେତେବେଳେ କୌଣସି ଝିଅକୁ ପ୍ରେମ କରିବା ପାଇଁ ଚାହୁଁଛନ୍ତି ବା ତାକୁ ଇମ୍ପ୍ରେସ୍ କରିବା ପାଇଁ ଚାହୁଁଛନ୍ତି ବା ନିଜର ପ୍ରେମକୁ ପାଇବା ପାଇଁ ଚାହୁଁଛନ୍ତି, ତ ସେହି ସମୟରେ 24 ଘଣ୍ଟାରୁ ଆପଣ ତାକୁ 24 ଘଣ୍ଟା ପାଇଁ ଉପଲବ୍ଧ ରୁହନ୍ତୁ ନାହିଁ। ଆପଣ ନିଜର କ୍ୟାରିୟରକୁ ମଧ୍ୟ ଧ୍ୟାନ ଦିଅନ୍ତୁ, ଆପଣ ନିଜର ଜୀବନକୁ ମଧ୍ୟ ଧ୍ୟାନ ଦିଅନ୍ତୁ। ସବୁବେଳେ ମେସେଜ୍ କରିବା ମାନେ ଆପଣଙ୍କର ଭ୍ୟାଲ୍ୟୁ ହିଁ କମିବ। ତେଣୁ କରିକି ନ ଓଭର ଆଟେନସନ୍। ଥାର୍ଡ଼ ହେଉଛି କି ରିଏଲ୍ କନେକ୍ସନ୍ ତିଆରି କରନ୍ତୁ। ଦେଖନ୍ତୁ କି କେବଳ ହାଏ ହେଲୋରେ ଲଭ୍ କେବେ ବି ହୁଏ ନାହିଁ। ତାଙ୍କର ଇଣ୍ଟରେଷ୍ଟ, ତାଙ୍କର ସ୍ୱପ୍ନ, ତାଙ୍କର ସମସ୍ୟାକୁ ବୁଝନ୍ତୁ, ତାଙ୍କର ଫିଲିଙ୍ଗସ୍ ସହିତ ନିଜକୁ ଫିଲିଙ୍ଗସ୍କୁ କନେକ୍ଟ କରନ୍ତୁ। ତାପରେ ଯେ ଆପଣଙ୍କର ପ୍ରେମ ସମ୍ପର୍କ ଧୀରେ ଧୀରେ ବଢ଼ିବ। ଯଦି ଆପଣ ଏ ଯେଉଁ ଫିଲିଙ୍ଗସ୍କୁ କନେକ୍ଟ ହିଁ କରିପାରୁନାହାନ୍ତି ତ ଏଥିରେ ଆପଣଙ୍କର ପ୍ରେମ ସମ୍ପର୍କ କେବେ ବି ଆଗକୁ ବଢ଼ିବ ହିଁ ନାହିଁ। ତେଣୁ କରିକି ସେ କହୁଥିବା କଥାକୁ ସିରିୟସଲି ଶୁଣନ୍ତୁ, ଶୁଣିକି ବୁଝନ୍ତୁ, ବୁଝିକି ତାକୁ ସମାଧାନ କରନ୍ତୁ, ଯାହାଦ୍ୱାରା ଆପଣଙ୍କ ଭିତରେ ଧୀରେ ଧୀରେ ସମ୍ପର୍କ ତିଆରି ହେବା ଆରମ୍ଭ ହୋଇଯିବ ଏବଂ ଆପଣଙ୍କର କଥାବାର୍ତ୍ତା ମଧ୍ୟ ଭଲ ଭାବରେ ଧୀରେ ଧୀରେ ଆରମ୍ଭ ହେବ। ପରବର୍ତ୍ତୀ ହେଉଛି କି ତାଙ୍କୁ ସମ୍ମାନ ଦେଖାନ୍ତୁ। ଲଭ୍ କେବଳ ଆଟ୍ରାକ୍ସନ୍ ନୁହେଁ, ରେସ୍ପେକ୍ଟ ଛଡ଼ା ଲଭ୍ ଦୀର୍ଘ ସମୟ ରହେ ନାହିଁ। ତାଙ୍କର ଡିସିସନ୍, ସ୍ପେସ୍ ବା ଚଏସ୍କୁ ମଧ୍ୟ ସମ୍ମାନ ଦିଅନ୍ତୁ। ଏହା ଆପଣଙ୍କର ମୂଲ୍ୟକୁ ବହୁତ ବଢ଼ାଇ ଦେବ। ତେଣୁ କରିକି ଯେତେବେଳେ ଝିଅକୁ ରେସ୍ପେକ୍ଟ ଦେବେ ନା, ତାଙ୍କୁ ବହୁତ ଭଲ ଲାଗିବ। ପରବର୍ତ୍ତୀ ହେଉଛି କି ଗ୍ରହଣ କରିବାକୁ ଶିଖନ୍ତୁ। ଦେଖନ୍ତୁ କି ସବୁଠାରୁ ଇମ୍ପୋର୍ଟାଣ୍ଟ ସତ୍ୟ ଏହା ଯେ ସବୁ ପ୍ରେମ ସମ୍ପର୍କ ସଫଳ ହୁଏ ନାହିଁ। ଏମିତି ବି ଲୋକ ଅଛନ୍ତି ଯେଉଁମାନେ ବହୁତ ପ୍ରକୃତ ପ୍ରେମିକ ଥାନ୍ତି କିନ୍ତୁ ଶେଷରେ ସେମାନଙ୍କର ବାହାଘର ହୁଏ ନାହିଁ। ତେଣୁ ଆପଣ ଯେତେ ପରଫେକ୍ଟ ହେଲେ ମଧ୍ୟ ସେ ତୁମକୁ ଲଭ୍ ନ କରିପାରେ, ଏହା ବି ଗୋଟେ ସତ୍ୟ କଥା। ଆପଣ ଯଦି ପରଫେକ୍ଟ ହେଲେ ମଧ୍ୟ, ଆପଣ ଯେତେବେଳେ ନିଜକୁ ଧନୀ କଲେ ମଧ୍ୟ ଏହା ବି ସତ୍ୟ କଥା ଯେ ସେ ଆପଣଙ୍କୁ ପ୍ରେମ ନ କରିପାରେ। ଏହା ଫେଲିୟର ନୁହେଁ, ଏହା ହେଉଛି ଆପଣଙ୍କର ରିଏଲିଟି। ତେଣୁ କରିକି ଏ କଥାକୁ ଆପଣ ସ୍ୱୀକାର କରନ୍ତୁ। ଯଦି ଝିଅଟା ଆପଣଙ୍କୁ ମନା କରିଥାନ୍ତି ତ ସେ ଝିଅଠୁ ଆପଣ ଦୂରେ ହିଁ ଯାଆନ୍ତୁ, ଆପଣଙ୍କ ପାଇଁ ବହୁତ ଭଲ ରହିବ। ବନ୍ଧୁଗଣ, ଏବେ ଯେଉଁ କଥା କହୁଛି ସେଟା ଟିକେ ଆପଣ ଧ୍ୟାନ ଦେଇ ଶୁଣନ୍ତୁ। ଦେଖନ୍ତୁ କି ଆପଣ ନିଜର କ୍ୟାରିୟରକୁ ମଧ୍ୟ ଧ୍ୟାନ ଦିଅନ୍ତୁ, ତା ସହିତ ଝିଅକୁ ମଧ୍ୟ ଧ୍ୟାନ ଦିଅନ୍ତୁ ଏବଂ ଆପଣଙ୍କର କ୍ୟାରିୟର ଯଦି ସଫଳତା ଅଛି ତ ଆପଣଙ୍କର ପ୍ରେମ ସମ୍ପର୍କ ସଫଳ ହେବ। ଯଦି ଆପଣଙ୍କର କ୍ୟାରିୟରରେ ସଫଳତା ନାହିଁ ତ ଆପଣଙ୍କର ପ୍ରେମ ଯେତେ ବଡ଼ ହେଇଥାଉ ନା କାହିଁକି ସଫଳ ହେବାର ନାଁ ଟିକେ ବହୁତ ସଫଳ ହେବାର ଚାନ୍ସ ଟିକେ ବହୁତ କମିଯିବ। ତେଣୁ କରିକି କ୍ୟାରିୟର ଅଛି ମାନେ ପ୍ରେମର ସଫଳତା ଅଛି, କ୍ୟାରିୟର ନାହିଁ ମାନେ ସଫଳତାର ଚାନ୍ସ ଟିକେ ବହୁତ କମ୍ ଅଛି।